ତେବେ ଆଜିକାର ଭିଡିଓରେ ଆମେ ସମସ୍ତେ ଜାଣି ରଖିବା ଗୋଟେ ସିଏମ୍ କିସାନରେ ଆସିଥିବା ଗୋଟେ ନୂଆ ଅପଡେଟ୍ ବିଷୟରେ, ଯୋଉଟାକି ମାତ୍ର ଆଉ 10 ଦିନ ରହିଲା। ସେଇ 10 ଦିନ ଭିତରେ ସେଇ ଅପଡେଟ୍‌ଟି କରେଇ ନିଅନ୍ତୁ। ନଚେତ୍ ଆପଣମାନଙ୍କର ସମସ୍ତ ସିଏମ୍ କିସାନରେ ଆସୁଥିବା କିସାନ ଯୋଜନା ଟଙ୍କା, ଯାହାକି ৳2000 ଲେଖାଏଁ ଆସିଥାଏ ପ୍ରତି କିସ୍ତିରେ, ତେବେ ସେଇ କିସ୍ତି ଟଙ୍କା ବନ୍ଦ ହୋଇଯିବାର ଆଶଙ୍କା ରହିଛି। ତେବେ ସେଇ ଅପଡେଟ୍‌ଟି କ'ଣ ରହିଛି ଚାଲନ୍ତୁ ଜାଣି ରଖିବା। ତେବେ ତୁମେମାନେ ପାଉଥିବା ৳2000 ଯାହାକି ଅନେକ ଦିନରୁ ଆପଣମାନେ ପାଇ ଆସୁଛନ୍ତି, ଯାହାକି ସିଏମ୍ କିସାନରେ ଯୋଉ ଟଙ୍କାଗୁଡ଼ିକ ଆସୁଛି ସେଟା ସିଧାସଳଖ ଆପଣମାନଙ୍କର ଆଧାର ଲିଙ୍କ୍ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। ତାହେଲେ ପ୍ରଥମ କଥା, ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ ଥିବା ଆବଶ୍ୟକ। ଏହା ହେଉଛି ପ୍ରଥମ ଅପଡେଟ୍। ଏବଂ ଦ୍ୱିତୀୟ ଅପଡେଟ୍‌ଟି ରହୁଛି ଆପଣମାନଙ୍କର ସିଏମ୍ କିସାନଟା ଲିଙ୍କ୍ ରହିଛି ଆପଣମାନଙ୍କର କୃଷକ ଓଡ଼ିଶା ପୋର୍ଟାଲ ସହିତ। ତେବେ ଆପଣମାନଙ୍କର କୃଷକ ଓଡ଼ିଶା ପୋର୍ଟାଲରେ ଆପଣମାନେ କେତେ ଦୂର ପର୍ଯ୍ୟନ୍ତ ଆପଣମାନଙ୍କର ଅପଡେଟ୍ ରହିଛି, ସେଗୁଡ଼ିକ ଆପଣମାନେ ଜାଣି ରଖିବା ଆବଶ୍ୟକ। ତେବେ ଆପଣମାନଙ୍କର କ'ଣ ଅସୁବିଧା ରହିଛି ଆପଣମାନେ ଜାଣିବା ପାଇଁ ସର୍ବପ୍ରଥମେ ଆପଣମାନଙ୍କର ମୋବାଇଲର ଯେକୌଣସି ବ୍ରାଉଜରଟିକୁ ଓପନ୍ କରିନେବେ ଏବଂ ବ୍ରାଉଜରଟିକୁ ଓପନ୍ କରିସାରିଲା ପରେ ଆପଣମାନଙ୍କୁ ଏଇଭଳି ଗୋଟେ ପପ୍-ଅପ୍ ଶୋ କରିବ। ତେବେ ଏଠାରେ ଏଇ ପପ୍-ଅପ୍‌ରେ ଯୋଉ ଶୋ କରୁଛି କ୍ରସର ଚିହ୍ନ, ସେ କ୍ରସ୍ ଉପରେ ଆପଣମାନେ କ୍ଲିକ୍ କରିବେ। ଯାହାଫଳରେ ଏହି ପପ୍-ଅପ୍‌ଟି କ'ଣ ହବ, ଗାୟବ ହେଇଯିବ। ଏବଂ ଯେତେବେଳେ ଏହି ପପ୍-ଅପ୍‌ଟି କଟିଯିବ, ତାପରେ ଆପଣମାନେ କ'ଣ କରିବେ, ଏଇ ଇଣ୍ଟରଫେସ୍ ଆସିବ ଯୋଉଟାକି ସିଏମ୍ କିସାନ ଯୋଜନାର ସେଇ ପୋର୍ଟାଲର ଇଣ୍ଟରଫେସ୍। ଆପଣମାନେ ଦେଖିପାରୁଥିବେ, ଏହା ହେଉଛି ସିଏମ୍ କିସାନର ଲିଙ୍କ୍। ଏହି ଲିଙ୍କ୍‌କୁ ଆପଣମାନେ ମଧ୍ୟ କ୍ଲିକ୍ କରିକି ଏହି ପୋର୍ଟାଲକୁ ଆସିପାରିବେ। ନଚେତ୍ ମୁଁ ଏହି ଭିଡିଓର ଡେସ୍କ୍ରିପସନ୍‌ରେ ସିଧାସଳଖ ଲିଙ୍କ୍ ମଧ୍ୟ ଦେଇଛି। ସେହି ଲିଙ୍କ୍‌କୁ କ୍ଲିକ୍ କଲେ ମଧ୍ୟ ଏହି ପୋର୍ଟାଲଟି ଓପନ୍ ହେଇଯିବ। ଯାହାଫଳରେ ଆପଣମାନେ ଏଠାରେ ଦେଖିପାରିବେ କି ଯୋଉ 4 ନମ୍ବରରେ ରହିଛି ଫାର୍ମର୍ସ କର୍ଣ୍ଣର। ଆପଣମାନେ ଦେଖିପାରୁଥିବେ ଏଠାରେ ଲେଖା ଅଛି ଫାର୍ମର୍ସ କର୍ଣ୍ଣର। ସେଠାରେ ଆପଣମାନେ କ୍ଲିକ୍ କରିବେ। ସେକେଣ୍ଡ ଅପସନ୍ ରହିଛି, ଆପଣମାନେ ସେଠାରେ କ୍ଲିକ୍ କଲେ ଆପଣମାନଙ୍କୁ ଆହୁରି 2ଟା ଅପସନ୍ ଦେଖାଯିବ, ଯୋଉଟାକି ଚେକ୍ ଷ୍ଟାଟସ୍ ଏବଂ ଇ-କେୱାଇସି। ଏଠାରେ ଯୋଉ 2ଟା ଅପସନ୍ ଲେଖାହେଇଛି ଆପଣମାନେ ଏଠି ଚେକ୍ ଷ୍ଟାଟସ୍ ଉପରେ ଆପଣମାନେ କ୍ଲିକ୍ କରିବେ। ବୁଝିହେଲା? ସେଇ ଚେକ୍ ଷ୍ଟାଟସ୍ ଉପରେ ଆପଣମାନେ ଯେତେବେଳେ କ୍ଲିକ୍ କରିବେ, ଆଉ ଗୋଟେ ପୋର୍ଟାଲ ଶୋ କରିବ, ଯୋଉଠାରେ କି ଆପଣମାନଙ୍କୁ ଆପଣଙ୍କ ଆଧାର ନମ୍ବର କିମ୍ବା ଟୋକନ ନମ୍ବର ଦେବେ ଏବଂ କ୍ୟାପ୍ଚା ଭରି ଆପଣମାନେ ଏଠାରୁ ଶୋ ଉପରେ କ୍ଲିକ୍ କରିବେ। ଯେତେବେଳେ ସେଠାରେ ଆପଣମାନେ ଶୋ ଉପରେ କ୍ଲିକ୍ କରିବେ, ଆପଣଙ୍କର ପ୍ରୋଫାଇଲ୍ ଦେଖାଯିବ। ତା ସହିତ ଆପଣମାନେ କେତେ କିସ୍ତି ଟଙ୍କା ପାଇଛନ୍ତି, ସେସବୁର ବିବରଣୀ ସମ୍ପୂର୍ଣ୍ଣ ଭାବରେ ଦେଖାଯିବ। ଏଇଭଳି ଭାବରେ ଆପଣମାନେ ଏଠାରେ ଟୋକନ ନମ୍ବର ଦେବେ ଏବଂ ଏଠାରେ ଯେଉଁ କ୍ୟାପ୍ଚାଟି ରହିଛି, ଏଇ ସେଟ୍ କ୍ୟାପ୍ଚା ଏଟାକୁ ଆପଣମାନେ ଏଠାରେ କମ୍ପ୍ଲିଟ୍ ଭାବରେ ପରିପୂରଣ କରିଦେବେ ଏବଂ ତାପରେ ଆପଣମାନେ ଏଠାରୁ ଶୋ ଉପରେ କ୍ଲିକ୍ କରିବେ। ଏଠାରେ ଶୋ କରୁଛି ଯୋଉଟାକି ରହିଛି ଆପଣଙ୍କ ଆପ୍ଲିକେସନ୍ ଫର୍ମ। ଏଠାରେ ଆପଣମାନେ ଗୋଟେ ଜିନିଷ ଲକ୍ଷ୍ୟ କରିବେ କି ଲ୍ୟାକିଂ ମାଣ୍ଡାଟୋରି ପାରାମିଟର୍ସ, ଏଇ ଅପସନଟି ଆପଣମାନେ ଚେକ୍ କରିପାରିବେ, ଯୋଉଥିରେ କି ଆପଣମାନଙ୍କର ରହିଛି ଦ ଆପ୍ଲିକେସନ୍ ଡିଟେଲ୍ସ ପ୍ରୋଭାଇଡେଡ୍ ଆର୍ ଇନସଫିସିଏଣ୍ଟ, ପ୍ଲିଜ୍ ରେଜିଷ୍ଟର ଅନ୍ ସିଏମ୍ କିସାନ ପୋର୍ଟାଲ। ଯଦି ଆପଣମାନଙ୍କ ମଧ୍ୟରେ ଏଇଭଳି ରେଡ୍‌ରେ କିଛି ଲେଖାଯାଇଛି, ତାହେଲେ ଆପଣମାନେ ସେଠାରେ କ'ଣ କରିବେ ନା ସେଇଟାକୁ ଆପଣମାନେ ଆଉଥରେ ଆବେଦନ କରିପାରିବେ ସିଏମ୍ କିସାନ ପୋର୍ଟାଲରେ। ଯାହାଫଳରେ ଆପଣମାନଙ୍କର ଟଙ୍କା ଯୋଉଗୁଡ଼ାକ ରହିଯାଇଛି, ସେଗୁଡ଼ାକ ଆଉଥରେ ଆସିବାର ସମ୍ଭାବନା ରହିଛି। ଆପଣମାନେ ସେଠାରେ ଆଉଥରେ ଯାଇ ଚେକ୍ କରିପାରିବେ ଏବଂ ଏହି ଲ୍ୟାକିଂ ମାଣ୍ଡାଟୋରି ପାରାମିଟର୍ସକୁ ଆପଣମାନେ ଆଉଥରେ ଆବେଦନ କରିକି ଠିକ୍ କରିପାରିବେ। ଯାହାଫଳରେ ପରବର୍ତ୍ତୀ କିସ୍ତିରେ ଆସିବା ପାଇଁ କିଛି ଅସୁବିଧା ହେବ ନାହିଁ ବୋଲି ଆଶା ରଖୁଛି। ତେବେ ଭିଡିଓଟି ଆଜି ପାଇଁ ଏତିକି ରହିଛି। ଯଦି ଆପଣମାନେ କୌଣସି ପ୍ରକାର ଅସୁବିଧା ପାଉଛନ୍ତି ଏଥିରେ ଆବେଦନ କରିବା ପାଇଁ, ତାହେଲେ ଏଇ ଭିଡିଓର ଡେସ୍କ୍ରିପସନ୍‌ରେ ମୁଁ ଲିଙ୍କ୍ ମଧ୍ୟ ଦେଇଛି। ସେଠାରୁ ଯାଇ ଆମ ଟେଲିଗ୍ରାମ ଗ୍ରୁପ୍‌ରେ ଜଏନ୍ ହେଇଯାଉ ଏବଂ ମୋତେ କମେଣ୍ଟ କର, ଯାହାଫଳରେ ମୁଁ ଆପଣମାନଙ୍କର ଆବେଦନ ମଧ୍ୟ କମ୍ପ୍ଲିଟ୍ ଭାବରେ କରିପାରିବି।